ଆପଣ ନାଁଟା ଟିକେ କହିବେ। ମୋ ନାଁ ଭାଗୀରଥ ଦାସ। କେତେ ନମ୍ବର? 12 ନମ୍ବର ଏଇଠି ଅତମା ଗାଲପଡା। ଅତମା ଗାଲୁଗୁଡା। କିନ୍ତୁ ବର୍ତ୍ତମାନ ଆପଣ ବସୁଛନ୍ତି କଣ ଚାହା ପିଇବାକୁ ବସୁଛନ୍ତି ନା କାହାକୁ ଅପେକ୍ଷା ନାଇଁ କରୁଛନ୍ତି? ଅପେକ୍ଷା ନାଇଁ, ଆସିଥିଲି ଚା ପିଇକି ପଳେଇବା ପାଇଁ। ବର୍ତ୍ତମାନ କେମିତି କଣ ମହଲ ଅଛି ଯୋଉ ମହଲରେ ଆଜ୍ଞା ସବୁ ତ ଅଲଗା ପ୍ରକାର ଚାଲିଛି, ତେଣୁକରି ସେଇ ହିସାବରେ ଆମେ ଜାଣୁଛୁ ଯେ ପଦ୍ମ ଉପରେ ବିଜେପି ଉପରେ ବେଶୀ ଚାଲିଛି ଆଉ। କାହିଁ ବିଜେଡି କଣ ଏଠି 5 ବର୍ଷ କିଛି ବିକାଶ କରିନାହାନ୍ତି ଆପଣ? ସବୁ କରୁଛନ୍ତି କିନ୍ତୁ ଯାହା ଲୋକମାନଙ୍କର ହାୱାରେ ଶୁଣିବା କଥା, ଆଉ ନିଜେ ତ ଉପରେ କହିପାରିନି। ଲୋକଙ୍କ ହାୱା ବର୍ତ୍ତମାନ କୋଉ ଭଳି ବିଜେଡି ନା ବିଜେପି ନା? ମାନେ ଦିପଟ ଅଛି, ମାନେ କି ବିଜେଡି ଅଧିକ ହଉଛି, ବିଜେପିରେ ବି କହୁଛନ୍ତି। ଆଉ ତେଣୁକରି ଆମେ କେମିତି ସାର୍ କହିପାରିବୁ। ଆପଣ ମୂଲ୍ୟବାନ ଭୋଟ କାହାକୁ ଦେବେ ବୋଲି ସ୍ଥିର କରିଛନ୍ତି? କଂଗ୍ରେସ ବିଜେଡି କାହାକୁ ସ୍ଥିର କରିଛନ୍ତି ନା ସେମିତି ମନରେ ଆସେ? କୋଉ ବ୍ୟକ୍ତି ଭଲ କାମ କରିବ? ଆମେ ଜାଣିଛୁ ତ ବିଜେଡି ଆକୁ ସବୁ ଭଲ କରି ଆସୁଛୁ, ଯାହା ବି କରନ୍ତୁ। ଆଉ ବିଜେଡି ଉପରେ ଅଛନ୍ତି, ଅଛି ଆଶା। ଆପଣଙ୍କ ବିଜେଡିକୁ ଆସ ଆଶା ଅଛି ଆପଣ ମୂଲ୍ୟାୟନ ପଟ୍ଟା ବର୍ତ୍ତମାନ ଦେବେ ବିଜେଡି ସ୍ଥିର କରିଛନ୍ତି। ବିଜେଡି। ଭାଇଙ୍କର ବର୍ତ୍ତମାନ ବିଜେଡି କାମ ଭଲ କରୁଛି ଆଉ ଭଲ ଆଗକୁ କରିବେ, ଆଉ ତାଙ୍କର ଆଶା ଅଛି ବିଜେଡି ହିଁ ଭୋଟ ଟା ଦେବେ ବୋଲି। ଆସନ୍ତୁ ଆଗକୁ କିଛି ଲୋକଙ୍କୁ ପଚାରିବା।